ଆଜ୍ଞା, ଶାଶୁ ଦୁଇ ପ୍ରକାର ଥାନ୍ତି। ଜଣେ ହେଉଛନ୍ତି ଜ୍ୱାଇଁର ଶାଶୁ, ଆଉ ଜଣେ ହେଉଛନ୍ତି ବୋହୂର ଶାଶୁ। ମାନେ ଶ୍ୱଶୁର ଘରେ ଜ୍ୱାଇଁକୁ ଯେତିକି ସମ୍ମାନ ଆଦର ଭଲ ପାଇବା ମିଳେ ତାର 1% କାହିଁକି ବୋହୂକୁ ମିଳେନି। ଯେବେ କି ଜ୍ୱାଇଁ 2-4 ଦିନ ଶ୍ୱଶୁର ଘରକୁ ଯାଇ ତାଙ୍କ ତାଙ୍କ ତାଙ୍କଠୁ ସେବା ଶୁଶ୍ରୂଷା ମାନ ସମ୍ମାନ ପାଇ ପଳେଇ ଆସେ, କିନ୍ତୁ ବୋହୂ ସେଇ ଜାଗାରେ ସାରା ଜୀବନ ଶାଶୁ ଘରେ ରହି ଶାଶୁଘର ଲୋକଙ୍କର ସେବା ଭଲ ମନ୍ଦ ବୁଝୁଥାଏ। ତ ଏତେ ଭେଦଭାବ କ'ଣ ପାଇଁ? ଯଦି ଜ୍ୱାଇଁକୁ ସମ୍ମାନ ଆଦର ମିଳେ ତ ସେ ଜାଗାରେ ବୋହୂକୁ କାହିଁକି ମିଳେନି? ଗୋଟେ କଥା ମନେ ରଖନ୍ତୁ, ଯଦି ଜ୍ୱାଇଁ ତୁମ ଝିଅକୁ ଖୁସିରେ ରଖିଛି ତାହେଲେ ବୋହୂ ମଧ୍ୟ ତୁମ ପୁଅକୁ ଖୁସିରେ ରଖିଛି। ତାହେଲେ ଏତେ ଭେଦଭାବ କାହିଁକି ବୋହୂ ପ୍ରତି? ଏତେ ଭେଦଭାବ କ'ଣ ପାଇଁ ଗୋଟେ ବୋହୂ ପ୍ରତି?